नमस्कार जय जगन्नाथ। आज गोटे सुंदर सा टिप्स वीडियो को मो चैनल को आपण मानक बहुत बहुत स्वागत। आशा कर आपण मैंने समस्ते बहुत ही भल रहा खुशी थे। जदि मो चैनल आपण मैंने नुआ अच्छा मो वीडियो को नुआ कर देखुं प्रथम करी ताले मो चैनल को निहाती भाव में सब्सक्राइब करनी पाखर थे बेल बटन को क्लिक करनी जहाँफल मो वीडियो नोटिफिकेशन आपण मान पाखे खूब शीघ्र पहुँचीज। आपण मैंने एमती सब सुंदर सुंदर यूनिक वीडियो देखापी पाइपर जमीक प्रतिदिन आपण मैंने देखुं तो वीडियो कौटू वाच कर ସେଇଟା ବି ମୋତେ ଲେଖିକି ଜଣାଇ ଦିଅନ୍ତୁ ଯାହାଫଳରେ ମୁଁ ଜାଣିପାରିବି ଯେ ମୋ ଭିଡ଼ିଓଟା ପର୍ଟିକୁଲାର ଦୁନିଆର କେଉଁ କୋଣ ଅନୁକୋଣରେ ପହଞ୍ଚି ପାରିଛି। ତ ଚାଲନ୍ତୁ ବେଶୀ କିଛି ଆଉ କହିବିନି, ଆଜିର ଫାର୍ଷ୍ଟ ଟିପ୍ସ ଆଡ଼କୁ ଯିବା, ଦେଖିବା ସେଇଟା କ'ଣ ଅଛି ଆଉ ସେଇଟା ଆପଣମାନଙ୍କର କେତେ କାମରେ ଲାଗିପାରୁଛି। ତ ଯଦି କାମରେ ଲାଗିଲା ଭଲ ଭାବରେ ତାହେଲେ ମୋତେ କମେଣ୍ଟ ସେକ୍ସନରେ ଲେଖିକି ନିହାତି ଜଣାଇବେ। ତ ଚାଲନ୍ତୁ ଯିବା ଆଜିର ଫାର୍ଷ୍ଟ ଟିପ୍ସ ଆଡ଼କୁ। ତ ଯେଉଁଟା ଅଛି ଆଳୁ ଉପରେ। ତ ଦେଖନ୍ତୁ ଆପଣମାନେ ସବୁବେଳେ ମାର୍କେଟରୁ ଆଳୁ ନେଇକି ଆସିଥାନ୍ତି ଆଉ ଆଳୁ ତ ଏବେ ଯେତେ ରେଟ୍ ହେଲାଣି ଆପଣମାନେ ଜାଣିଥିବେ। ମନେ କରନ୍ତୁ ଅଧିକ ପରିମାଣରେ ଆପଣମାନେ ଆଳୁ ନେଇକି ଆସି ଯାଇଛନ୍ତି ଆଉ ଆଳୁଟା କିଛି ଦିନ ପରେ କ'ଣ ହୁଏ ନା ରହିଗଲା ପରେ ସେଥିରୁ ଗଜା ବାହାରିଯାଏ ଆଉ ଗଜା ବାହାରିଥିବା ଆଳୁଟା ଆମ ହେଲ୍ଥ ପାଇଁ ଜମା ବି ଭଲ ନୁହେଁ। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ଭଲ ଟିପ୍ସ କହିବି ଯେ ଆପଣମାନେ ଯଦି ଅଧିକ ପରିମାଣରେ ଆଳୁ ଆଣୁଛନ୍ତି ତାକୁ କେଉଁ ଉପାୟରେ ରଖିବେ ଯେ ଆଳୁଟା ଆପଣମାନଙ୍କର ନଷ୍ଟ ହେବନି ବା ଗଜା ବାହାରିବନି। ଆପଣମାନଙ୍କ ଘରେ ନ୍ୟୁଜ୍ ପେପର ନିହାତି ଭାବରେ ଥିବ କି ପିଲାମାନେ ଯେତେବେଳେ ପାଠ ପଢ଼ିଥାନ୍ତି ଗୁଡ଼େ ପେପର ଆମର ଅଦରକାରୀ ହେଇଯାଇଥାଏ। ତ ସେଇ ପେପରଟାକୁ ଆପଣମାନେ କ'ଣ କରିବେ ନା ମୁଁ ଯେମିତି ଛୋଟ ଛୋଟ ଖଣ୍ଡ କରିକି ଚିରୁଛି ତ ସେମିତି ଚିରି ନେବେ ଆଉ ଏମିତି ଜାଲିବାଲା ଗୋଟେ ଜାଗାରେ ଆପଣମାନେ ଆଳୁକୁ ରଖିବେ। ଜମା ବି ନିବୁଜ ଜାଗାରେ ରଖିବେନି ଯେମିତିକି ୟା ଭିତରକୁ ମାନେ ପବନର ଯିବା ଆସିବା ସୁବିଧା ଭେଣ୍ଟିଲେସନ୍ ହେଇପାରୁଥିବ ଯେଉଁ ଜାଗାଟାରେ ଆପଣମାନେ ଥୋଇବେ। ଆଉ ପେପରଟାକୁ ଯଦି ଆପଣମାନେ ପକାଇ ଦେଉଛନ୍ତି ତାହେଲେ କ'ଣ ହେବ ନା ପେପର ସବୁତକ ମଏଶ୍ଚର ସୋକ୍ କରିନେବ ଆଉ ଆପଣମାନଙ୍କର ଆଳୁ ଜମା ବି ଗଜା ବାହାରିବନି। ଗଜା ଆଳୁ ଆପଣମାନେ ଜମା ବି ଖାଆନ୍ତୁନି, ଟିକେ ଧ୍ୟାନର ସହିତ ତାକୁ ଆଣିକି ରଖିଦିଅନ୍ତୁ, ଦେଖିବେ ଆପଣମାନଙ୍କର ଆଳୁ ଅଧିକ ଦିନ ଯାଏ ଷ୍ଟୋର୍ ହେଇକି ରହିପାରିବ। ତ ଆଶା କରୁଛି ଏଇ ଟିପ୍ସଟା ଆପଣମାନଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥିବ ବୋଲି। ଯଦି ମୋ ଟିପ୍ସଟା ଭଲ ଲାଗେ ମୋତେ କମେଣ୍ଟ ସେକ୍ସନରେ ଲେଖିକି ଜଲ୍ଦି ଜଲ୍ଦି ଜଣାଇ ଦିଅନ୍ତୁ। ତ ଦେଖନ୍ତୁ ଏହିପରି ଭାବରେ ଆପଣମାନେ ଆଳୁରେ ଆମର ଯେଉଁ ନ୍ୟୁଜ୍ ପେପର ଅଛି ତାକୁ ପକାଇକି ଆରାମସେ ରଖିପାରିବେ। ତ ଚାଲନ୍ତୁ ଯିବା ସେକେଣ୍ଡ ଟିପ୍ସ ଆଡ଼କୁ। ତ ଦେଖନ୍ତୁ ଆପଣମାନେ ଯେତେବେଳେ ଗୋଟେ ସିରପ୍ ବି ମେଡ଼ିସିନ ଏମିତି ଲିକ୍ୱିଡ଼ ବାଲା ତାକୁ ଓପନ୍ କରିଥାନ୍ତି ତ କିଛି ଦିନ ପରେ ସେଇଟା ରହିଗଲା ପରେ କ'ଣ ହୁଏ ନା ଏତେ ଜୋରେ ଜାମ୍ ହେଇଯାଏ ଯେ ଆମେ ସେଇଟା ହାତରେ ଜମା ବି ଖୋଲି ପାରିନଥାଉ ଆଉ ହାତ ବେଳେବେଳେ ଖଣ୍ଡିଆ ବି ହେଇଯାଏ, ପେନ୍ ହୁଏ ବହୁତ ଜୋରେ। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ବହୁତ ସୁନ୍ଦର ଟିପ୍ସ କହିବି। ଗୋଟେ ଛୋଟ ଜିନିଷ ଆମ ଘରେ ଥାଏ ଜାଣତରେ ଅଜାଣତରେ ଆମେ ତାର ୟୁଜ୍ ଠିକ୍ ଜାଗାରେ କରିନଥାଉ। ତ ଚାଲନ୍ତୁ ଜାଣିବା ସେ ଜିନିଷଟା କ'ଣ ଅଛି ଯେଉଁଟାକି ଆମର ହେଉଛି ଲୁଗା ଶୁଖେଇବା କ୍ଲିପ୍ ବା କ୍ଲଥ୍ କ୍ଲିପ୍। ତ ଏଇଟା ତ ସମସ୍ତଙ୍କ ଘରେ ଆଭେଲେବୁଲ୍ ଥାଏ। ତ ସେଟାକୁ ଆପଣମାନେ ନେଇଯିବେ। ତ ଦେଖନ୍ତୁ ଏଇଟା ମୋର ଗୋଟେ କାମ ପାଇଁ ଆକ୍ଚୁଆଲି ମୁଁ ଏଥିରେ ଯେଉଁ ବାର୍ନିସ୍ ପେପର ଆମର ଯେଉଁଟା ସ୍ୟାଣ୍ଡ ପେପର ଥାଏ ତାକୁ ଲଗାଇଥିଲି। ଆପଣମାନେ ନର୍ମାଲ୍ ନେବେ, ଆପଣମାନଙ୍କର ଦରକାର ନାହିଁ କିଛି ବି ଏଟା ଚିପକାଇବା। ତ ଯେହେତୁ ମୋର ଏଟା ଥିଲା, ମୋର ଜିନିଷଟା ଗୋଟେ କାମ ପାଇଁ ରହିଯାଇଥିଲା, ତ ଏଇ ଟାଇପ୍ର ଆପଣମାନେ ଯଦି ପ୍ରେସ୍ ଦେଇକି ଟିକେ ଖୋଲିବେ ଦେଖିବେ ଆରାମସେ ଆପଣମାନଙ୍କର ବଟଲଟି ଖୋଲିଯିବ। ଯେତେ ସେଟା ଟାଇଟ୍ ହେଉଥାଉ ନା କାହିଁକି ଆପଣମାନେ ଜଲ୍ଦି ଜଲ୍ଦି ସମୟରେ ଏଟାକୁ ନିହାତି ମନେ ପକାଇକି ଆପ୍ଲାଏ କରନ୍ତୁ, ଦେଖିବେ ବହୁତ ଭଲ ରେଜଲ୍ଟ ଆପଣମାନେ ପାଇପାରିବେ। ତ ଆଶା କରୁଛି ଏଇ ଟିପ୍ସଟା ବି ଆପଣମାନଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥିବ। ଯଦି ମୋ ଟିପ୍ସଟା ଭଲ ଲାଗେ ମୋତେ କମେଣ୍ଟ ସେକ୍ସନରେ ଲେଖିକି ଜଲ୍ଦି ଜଲ୍ଦି ଜଣାଇ ଦିଅନ୍ତୁ। ଚାଲନ୍ତୁ ଆଜିର ଥାର୍ଡ଼ ଟିପ୍ସ ଆଡ଼କୁ ଯେଉଁଟାକି ପିଆଜ ଉପରେ ଅଛି। ତ ପିଆଜ ତ ଆମର ଡେଲି ୟୁଜ୍ରେ ଦରକାର ହେଇଥାଏ ସବୁବେଳେ, କିନ୍ତୁ ପିଆଜ ଖାଇବା ଠାରୁ କାଟିବାଟା ବା ତରକାରୀ ୟୁଜ୍ କରିବାଠୁ କାଟିବାଟା ଆମ ପାଇଁ ଟିକେ ପ୍ରୋବ୍ଲେମ୍ ହୁଏ। କାହିଁକିନା ବହୁତ ଲୋକଙ୍କ ଆଖିରୁ ଏତେ ଜୋରେ ଲୁହ ବାହାରେ ଯେ ସେମାନେ କାଟିବା ପାଇଁ କି ଖାଇବା ଜମା ବି ଭଲ ପାଆନ୍ତିନି। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ବଢ଼ିଆ ଟିପ୍ସଟା କହୁଛି, ପିଆଜକୁ କାଟିବା ପୂର୍ବରୁ ଆପଣମାନେ ଗୋଟେ ପେପର ନେଇଯାଆନ୍ତୁ। ନର୍ମାଲ୍ ହ୍ୱାଇଟ୍ ପେପର ମୁଁ ନେଇଛି ଏଠି ଖାତାରୁ, କିନ୍ତୁ ଆପଣମାନେ ଚାହିଁଲେ କ'ଣ କରିବେ ନା ଯେଉଁ ଆମର ନ୍ୟୁଜ୍ ପେପର ଥାଏ ତାକୁ ନେଇଯାଅ, ତାକୁ ଭଲସେ ଟିକେ ଓଦା କରିନେବେ ହାଲକା ହାଲକା ପାଣି ଦେଇକି ଯେମିତିକି ମୁଁ ଓଦା କଲି। ପୁରା ଟୋଟାଲ୍ ଆପଣମାନେ ତାକୁ ଧୋଇ ଦେବେନି କାଗଜଟାକୁ, ହାଲକା ହାଲକା ଯେମିତି ସ୍ପ୍ରେ ମାରିଲେ ବି ଚଳିବ। ତ ସେଥିରେ କ'ଣ କରିବେ ନା ପିଆଜକୁ ଏମିତି 4 ଖଣ୍ଡ କି 2 ଖଣ୍ଡ କରିକି ରଖିନେବେ କିଛି ସମୟ, ତାପରେ ପିଆଜ କାଟିବେ। ଯାହାଫଳରେ ଆପଣମାନଙ୍କର ଆଖି ପୋଡ଼ିବନି। ଆଖି ନ ପୋଡ଼ିବାର କାରଣ ହେଉଛି ପିଆଜର ଯେଉଁ ରାଗ ପାଇ ଯେଉଁ ଅଂଶଟା ରହିଥାଏ ଆମ ଯେଉଁ ଓଦା ପେପରଟା ସବୁ ସୋକ୍ କରିନେବ ଆଉ ପିଆଜଟା ନର୍ମାଲ୍ ହେଇଯିବ। ଯାହାଫଳରେ ଆପଣମାନେ ବହୁତ ସାରା ପିଆଜ କାଟିପାରିବେ ବହୁତ କମ୍ ସମୟରେ ବିନା ଆଖିରୁ ଲୁହ ଗଡ଼େଇକିନା। ତ ପିଆଜ କାଟିବାର ଏଇ ଟିପ୍ସଟା ଯଦି ଭଲ ଲାଗିଛି ଆପଣମାନଙ୍କୁ ମୋତେ କମେଣ୍ଟ ସେକ୍ସନରେ ଲେଖି ଜଲ୍ଦି ଜଲ୍ଦି ଜଣାଇ ଦିଅନ୍ତୁ। ତ ଚାଲନ୍ତୁ ଯିବା ଆଜିର ଲାଷ୍ଟ ଆଉ 4th ଟିପ୍ସ ଆଡ଼କୁ ଯେଉଁଟାକି ଅଛି ଚା ପତି ଆମେ କାହିଁକି ଫ୍ରିଜ୍ ରଖିବା। ଫ୍ରିଜ୍ରେ ତ ନର୍ମାଲି ଆମେ ଖାଦ୍ୟ ପଦାର୍ଥ ରଖିଥାଉ ନା, କିନ୍ତୁ ଫ୍ରିଜ୍ରେ ଆମେ ଚା ପତିକୁ କାହିଁକି ରଖିବା। ତ ଦେଖନ୍ତୁ ମୁଁ ଗୋଟେ ଜିନିଷ ଏଠି ନେଇଛି ଯେଉଁଟାକି ନ୍ୟୁଜ୍ ପେପର ଗୋଟେ ନେଇଛି ଆଉ ସେଥିରେ ଟିକେ ଚା ପତି ଗୋଟେ ଚାମଚ ଖଣ୍ଡେ ଦେଇଦେଉଛି। ତ ଆପଣମାନେ ଆଗକୁ ଭିଡ଼ିଓଟି ଜାଣିବେ, ତ ଭିଡ଼ିଓଟି ଜମା ବି ସ୍କିପ୍ କରନ୍ତୁନି। ସ୍କିପ୍ କରିଦେଲେ ତାର ଷ୍ଟେପ୍ ଗୁଡ଼ାକ ଆପଣମାନେ ମିଷ୍ଟେକ୍ କରିନେବେ, ଯାହାଫଳରେ ଆପଣମାନଙ୍କର ହୁଏତ ଜିନିଷଟା ଭଲସେ କାମ ଦେଇନପାରେ। ତ ଆପଣମାନେ ଚାହିଁଲେ ଟିସ୍ୟୁ ପେପର ବି ଆକୁ ନେଇପାରିବେ କି ଗୋଟେ ଛୋଟ ଡବାରେ ବି ନେଇପାରିବେ, କିନ୍ତୁ ଏଟା ଯେମିତି ଟିକେ ତାର ସ୍ମେଲ୍ଟା ଆସିବ ସେଇ ବ୍ୟବସ୍ଥା ଆମକୁ
आमको करिया पड़ो। तो देखो मुझे टिके जोटा खाइबा सोडा बा मिठा सोडा बेकिंग सोडा जोटा थाए मुझे नहीं जाइए। तो हाफ चामच खंड नहीं गला दुईटा जाक जिनस भलसे मिक्स करनेली। आउटे मु न्यूज़ पेपर जेहेतु नहीं फोल्ड करनेली आ बांधीदेवा आम ए गोटे रबर रे। तो जदि बॉक्स रे आपण माने नेबे ता ऊपर न्यूज़ पेपर देकी रबर भी बांधी पारंती। आउ एटा जेहेतु तार गैस टा तो कले जीवन एटा तो पूरा बंद होगी रहिला। तो एथिरे आम कौन करवा ना सेफ्टी पिन हो कि छुंची हो सबुतरे छोट छोट होल करवा। तो जदि डब्बार आपण मैंने अधिक परिमाण रखुंट डब्बा उपर गोटे आलुमिनियम फॉइल पेपर कि एटा को न्यूज़ पेपर को देकी रबर बांधे एमती छोट छोट होल करने जहाँफल चापती आमर बेकिंग सोडार जो खाଇବା सोडार आसी था स्मेलटा बाहर। तो देखो फ्रिज रे आमर विभिन्न भेराइटर जिनस थाए कोटा आमर पचि जाए कोटा नष्ट हो जाए कोटा भल थाए यही टाइप सब स्मेल फ्रिज भितर भरिकिना रही था। जिते फ्रिज आमको खोली दे था आमको भारी माने अनहाइजेनिक फील होता है। तो से आपण कौन करना जिते फ्रिजटा आपर बैड स्मेल होती किसी भी एडसड जिन यूज करते मार्केट रू किणी आनिक यहीटा को आप 3-4 घंटा रखी नि फ्रिज बंद करके देखिए आपण फ्रिज रे जिते भी सब बैड स्मेल थी आपर जो आमर अच्छी सोडा तो सब सक कर नहीं। तो आशा कर टिप्सटा आपको बहुत भल बेनिफिट देती टिप्स भल लाइक कमेंट शेयर करने जमा भूलें। वीडियो देखि बहुत बहुत धन्यवाद।